ନମ୍ବର 1 ଟି20 ୱାର୍ଲ୍ଡ କପ୍ 2026 ମ୍ୟାଚ୍ ଜିତି ବିଦାୟ ହେଲେ ପାକିସ୍ତାନ ଶ୍ରୀଲଙ୍କାକୁ 5 ରନ୍ରେ ପରାସ୍ତ କରିଛି। ଶ୍ରୀଲଙ୍କା ପୂର୍ବରୁ ହିଁ ବିଶ୍ୱକପ୍ରୁ ବାଦ୍ ପଡ଼ିସାରିଥିଲା, ଯିଏକି ଏହି ମ୍ୟାଚ୍ ଜିତିପାରିଲା ନାହିଁ ସତ, କିନ୍ତୁ ପାକିସ୍ତାନକୁ ସେମିଫାଇନାଲ୍ ଦୌଡ଼ରୁ ନିଶ୍ଚିତ ଭାବେ ବାହାର କରିଦେଇଛି। ପଲ୍ଲିକେଲେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 212 ରନ୍ ସଂଗ୍ରହ କରିଥିଲା। ପାକିସ୍ତାନ ପାଇଁ ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଶ୍ରୀଲଙ୍କାକୁ 147 ରନ୍ର ମଧ୍ୟରେ ଅଟକାଇବାକୁ ଥିଲା, କିନ୍ତୁ ଶ୍ରୀଲଙ୍କା ଅଧିନାୟକ ଦାସୁନ ସାନାକା ଏଭଳି ଦମଦାର ଇନିଂସ ଖେଳିଲେ ଯେ ସେମିଫାଇନାଲର ସମସ୍ତ ସମୀକରଣ ଓଲଟପାଲଟ ହୋଇଗଲା। ନମ୍ବର 2 1 ମାର୍ଚ୍ଚ 2026ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ। ସାଧାରଣ ଏବଂ ପ୍ଲାଟଫର୍ମ ଟିକଟ ବୁକିଂ ପାଇଁ ନିୟମ 1 ମାର୍ଚ୍ଚ 2026ରୁ ପରିବର୍ତ୍ତନ ହେବାକୁ ଯାଉଛି। ପୁରୁଣା ଭାରତୀୟ ରେଳବାଇ UTS ଆପ୍ 1 ମାର୍ଚ୍ଚରୁ ବନ୍ଦ ହୋଇଯିବ। ଏହାକୁ ନୂତନ ରେଲ ୱାନ୍ ଆପ୍ ସହିତ ବଦଳାଇ ଦିଆଯିବ। ସାଧାରଣ ଟିକେଟ, ପ୍ଲାଟଫର୍ମ ଟିକଟ ଏବଂ ସ୍ଥାନୀୟ ଯାତ୍ରା ସହିତ ଜଡ଼ିତ ସବୁକିଛି ଏହି ନୂତନ ଆପ୍ରେ ଉପଲବ୍ଧ ହେବ। ଡିଜିଟାଲ ଠକେଇରୁ ରୋକିବା ପାଇଁ ସରକାର ମାର୍ଚ୍ଚ 1 ତାରିଖରୁ ଏକ ନୂତନ ସିମ୍ ବ୍ରାଣ୍ଡିଂ ନିୟମ ଲାଗୁ କରିବାକୁ ଯାଉଛନ୍ତି। ସୂଚନା ଅନୁସାରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରିବାକୁ ଆସନ୍ତା ସପ୍ତାହରେ IPL ପରିଚାଳନା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ସେହିଭଳି ଏହି ବୈଠକରେ ମଧ୍ୟ ପ୍ରସ୍ତାବିତ ପୂରା ସୂଚୀ ଉପରେ ଆନୁଷ୍ଠାନିକ ମୋହର ବାଜିବ। ଏହାପରେ ଯାଇ ଏହାର ଘୋଷଣା କରାଯିବ। ଆସାମ, ପଶ୍ଚିମବଙ୍ଗ ଓ ତାମିଲନାଡୁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଥିବାରୁ ଏହାକୁ ଆଖି ଆଗରେ ରଖି ସୂଚୀରେ ଆଉ କିଛି ଅଦଳବଦଳ ହେବାର ମଧ୍ୟ ସମ୍ଭାବନା ରହିଛି। ନମ୍ବର 3 ମାର୍ଚ୍ଚ 28ରୁ IPL, ମେ 31ରେ ଫାଇନାଲ। IPL 2026 ଆସନ୍ତା ମାର୍ଚ୍ଚ 28ରୁ ଆରମ୍ଭ ହେବ। ମେ 31ରେ ଏହି ଚର୍ଚ୍ଚିତ ତଥା ଲୋକପ୍ରିୟ ଲିଗ୍ର ଫାଇନାଲ ଖେଳାଯିବ। ପୂର୍ବରୁ IPL ମାର୍ଚ୍ଚ 26ରୁ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଥିଲା, ତେବେ କେତେକ ଅନିବାର୍ଯ୍ୟ କାରଣ ପାଇଁ ଏହାକୁ କିନ୍ତୁ 2 ଦିନ ଆଗରୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି। ଏବେ ସୁଦ୍ଧା କିନ୍ତୁ BCCI IPLର ସମ୍ଭାବ୍ୟ ସୂଚୀକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦେଇନାହିଁ। ନମ୍ବର 4 ବଢ଼ିଲା ଖରାର ପ୍ରକୋପ, 30 ଡେଇଁଲାଣି ପାରଦ। ଶୁକ୍ରବାର ଝାରସୁଗୁଡ଼ା ତାପମାତ୍ରା 37 ଡିଗ୍ରୀ ସେଲସିୟସ୍ ଛୁଇଁଛି, ଯାହାକି ସ୍ୱାଭାବିକଠାରୁ 3 ଡିଗ୍ରୀ ଅଧିକ। କେବଳ ସେତିକି ନୁହେଁ, ରାଜ୍ୟର 6ଟି ସ୍ଥାନରେ ପାରଦ 35 ଡିଗ୍ରୀ ଉପରେ ରହିଥିଲା। ସମ୍ବଲପୁର ତାପମାତ୍ରା 35.2 ଡିଗ୍ରୀ, ହୀରାକୁଦ 35.6, ଟିଟିଲାଗଡ଼ 35, ପାରଳାଖେମୁଣ୍ଡି 35.6, ଭଦ୍ରକ 35 ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ପାରଦ 34.4 ଡିଗ୍ରୀ ଛୁଇଁଥିଲା। ନମ୍ବର 5 ଇଂରାଜୀ ନାମ ପରିବର୍ତ୍ତେ ପ୍ରାମାଣିକ ଓଡ଼ିଆ ନାମ ବ୍ୟବହାର କରାଯିବ। ବିଭିନ୍ନ ଜିଲ୍ଲାପାଳଙ୍କ ଚିଠି ଲେଖିଲେ ଆଇସ୍ପ ସଚିବ। ବଦଳାଇବ ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ। ବ୍ରିଟିଶ ଶାସନ କାଳରୁ ପ୍ରଚଳିତ ଭୁଲ ବନାନର ହେବ ସଂଶୋଧନ। ମୂଳ ଓଡ଼ିଆ ନାମରେ ହେବ ପୁନରୁଦ୍ଧାର। ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପଠାଇବା ନିମନ୍ତେ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଆଇସ୍ପ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ। ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଜିଲ୍ଲା, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ ଏବଂ ତହସିଲ ଯେଉଁଠି ବର୍ତ୍ତମାନ ସରକାରୀ ବ୍ୟବହାର ଥିବା ଇଂରାଜୀ ନାମଗୁଡ଼ିକ ସେମାନଙ୍କର ପ୍ରାମାଣିକ ଓଡ଼ିଆ ନାମକରଣ ଅପଭ୍ରଂଶ ରୂପ, ସେସବୁ ସ୍ଥାନର ମୂଳ ଓଡ଼ିଆ ନାମଗୁଡ଼ିକ ଓଡ଼ିଶା ସରକାର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି। ନମ୍ବର 6 ଆଜି ପୁଣି ଥରେ ବିଜେଡି ବିଧାୟକମାନଙ୍କୁ ନବୀନ ନିବାସ ଡାକରା। ଶୁକ୍ରବାର ଅପରାହ୍ନରେ ଚଳଚଞ୍ଚଳ ହୋଇଥିଲା ନବୀନ ନିବାସ। 5ଟାରେ ବୈଠକ ଡକାଯାଇଥିବାରୁ ଜଣକ ପରେ ଜଣେ ବିଧାୟକ ନବୀନ ନିବାସରେ ପହଞ୍ଚିଥିଲେ। ପ୍ରାୟ 35ରୁ ଅଧିକ ବିଧାୟକ ପହଞ୍ଚିବା ପରେ ବୈଠକ ପାଇଁ ସମସ୍ତେ ଅପେକ୍ଷା କରିଥିଲେ। ରାଜ୍ୟସଭା ନିର୍ବାଚନ ସହ ଅନ୍ୟ କେତେକ ପ୍ରସଙ୍ଗରେ ଦଳର ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା, ହେଲେ କୌଣସି କାରଣବଶତଃ ଏହି ବୈଠକ ହୋଇପାରିନି। ଏପରିକି ନବୀନଙ୍କ ସହ ବିଧାୟକଙ୍କ ସାକ୍ଷାତ ମଧ୍ୟ ହୋଇନଥିଲା କି କୌଣସି ପ୍ରକାରର ଆଲୋଚନା ହୋଇନଥିଲା। 5ଟାରୁ 6ଟା 15 ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ବିଧାୟକମାନେ ଫେରିଥିଲେ। ବିଧାୟକମାନେ କେବଳ ନବୀନ ନିବାସ ଯାଇ ସେଠାରେ ଚା ସ୍ୟାଣ୍ଡୱିଚ ଖାଇ ଫେରିଥିବା ସୂଚନା ମିଳିଛି। ନମ୍ବର 7 ହୋଲିରେ କେଉଁଠି କେତେ ଦିନ ସ୍କୁଲ ଛୁଟି। 2026ର ହୋଲି ପର୍ବକୁ ଛୁଟିକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଆଣିଦେଇଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକ ପର୍ଯ୍ୟନ୍ତ ସମସ୍ତେ ଦ୍ୱନ୍ଦ୍ୱରେ ଯେ ହୋଲି ଛୁଟି ମାର୍ଚ୍ଚ 3 ନା ମାର୍ଚ୍ଚ 4 ତାରିଖରେ ହେବ। ଅନେକ ରାଜ୍ୟର ସରକାରୀ କ୍ୟାଲେଣ୍ଡର ଏବଂ ସ୍ଥାନୀୟ ପର୍ବ ମଧ୍ୟରେ ପାର୍ଥକ୍ୟ ରହିଛି। ଉତ୍ତରପ୍ରଦେଶରେ 3 ଦିନ ପାଇଁ ସ୍କୁଲ ବନ୍ଦ ରହିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହୋଲି ପାଇଁ 3 ଦିନ ଛୁଟି ଘୋଷଣା କରିଛନ୍ତି। ୟୁପି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ 2, 3 ଏବଂ 4 ତାରିଖରେ ସରକାରୀ ଛୁଟି ରହିବ। 1 ମାର୍ଚ୍ଚ ରବିବାର, ତେଣୁ ରବିବାରରୁ ବୁଧବାର ପର୍ଯ୍ୟନ୍ତ ଲଗାତାର 4 ଦିନ ଛୁଟି ରହିବ।
ନମ୍ବର 8 ଏୟାର ଇଣ୍ଡିଆ ବଡ଼ ନିଷ୍ପତ୍ତି, ସମସ୍ତ ବିମାନ ଉଡ଼ାଣ ସ୍ଥଗିତ। ଇସ୍ରାଏଲ ଇରାନ ବିରୁଦ୍ଧରେ ଅପରେସନ ରୋଲିଂ ଲାୟନ ଆରମ୍ଭ କରିଛି ଏବଂ ଆମେରିକା ସହିତ ମିଶି ଆକ୍ରମଣ କରୁଛି। ଇରାନ ମଧ୍ୟ ଏହାର ପ୍ରତିଶୋଧ ନେଉଛି। ଏହା ମଧ୍ୟରେ ଅନେକ ଦେଶ ସେମାନଙ୍କ ଆକାଶପଥ ବନ୍ଦ କରିଦେଇଛନ୍ତି ଏବଂ ବିମାନ ଉଡ଼ାଣ ବାତିଲ କରିଛନ୍ତି। ପରିସ୍ଥିତିର ପ୍ରକ୍ରିୟାରେ ଏୟାର ଇଣ୍ଡିଆ ତୁରନ୍ତ ପ୍ରଭାବରୁ ମିଡଲ ଇଷ୍ଟ ବା ମଧ୍ୟପ୍ରାଚ୍ୟକୁ ସମସ୍ତ ଉଡ଼ାଣ ସ୍ଥଗିତ ରଖିଛି। ନମ୍ବର 9 ରାଜ୍ୟସଭା ନିର୍ବାଚନ ପାଇଁ 2 ଜଣ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ସନ୍ତୃପ୍ତ ମିଶ୍ରଙ୍କୁ ମିଳିଲା ଟିକେଟ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା। 2 ଜଣଙ୍କ ନାଁରେ ଘୋଷଣା କଲା ବିଜୁ ଜନତା ଦଳ। ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ସନ୍ତୃପ୍ତ ମିଶ୍ରଙ୍କୁ ମିଳିଲା ରାଜ୍ୟସଭା ଟିକେଟ। ରାଜ୍ୟସଭା ପ୍ରାର୍ଥୀ ପାଇଁ ଏହି 2 ଜଣଙ୍କୁ ଯୋଜନା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ଏହି 2 ଜଣଙ୍କ ନାଁ ଆଗରୁ ଚର୍ଚ୍ଚା ହେଉଥିଲା। କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ ସଂସଦର ଉଚ୍ଚ ସଦନକୁ ଯିବାକୁ ପାଇବ ଟିକେଟ, ତାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୁଚି ରଖି ବ୍ୟକ୍ତିବିଶେଷଙ୍କଠାରେ ଥିଲା ଉତ୍କଣ୍ଠା। ନମ୍ବର 10 ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମବଙ୍ଗରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅସମାପ୍ତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ଆରମ୍ଭ ହୋଇଛି। ଅନଲାଇନ ମାଧ୍ୟମରେ ଏହି ତାଲିକା ପ୍ରକାଶ ପୂର୍ବରୁ ବୁଥ ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଅଫଲାଇନରେ ଜନସାଧାରଣଙ୍କ ପାଇଁ ଏହାକୁ ପ୍ରକାଶିତ କରାଯାଇଛି। ବିଭିନ୍ନ ଜିଲ୍ଲାରେ ଭୋଟରଙ୍କ ତାଲିକା ପ୍ରକାଶିତ ହୋଇଛି। ତେବେ ଖୁବ୍ ଶୀଘ୍ର ୱେବସାଇଟରେ ଏହାର ଉପଲବ୍ଧତା ପାଇଁ ନିର୍ବାଚନ କମିଶନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବାଙ୍କୁରା ଏବଂ କୋଚବିହାର ସମେତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ସଂଶୋଧିତ ତାଲିକା ଅଫଲାଇନ କପି ରଖାଯାଇଛି। ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ନିୟୋଜିତ ନ୍ୟାୟିକା। ନମ୍ବର 11 ବେସାମରିକ ବିମାନ ଉଡ଼ାଣ ବନ୍ଦ ଘୋଷଣା କଲା ଇସ୍ରାଏଲ। ଇରାନର ଉପରେ ଇସ୍ରାଏଲ ଏବଂ ଆମେରିକା ଆକ୍ରମଣ ପରେ ଇସ୍ରାଏଲ ଏହାର ବାୟୁ ସୀମା ବନ୍ଦ କରିଦେଇଛି। ଫଳରେ ଦିଲ୍ଲୀରୁ ତେଲ ଅଭିବ ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଧା ବାଟରୁ ଫେରିବାକୁ ବାଧ୍ୟ ହୋଇଛି। ମଧ୍ୟପ୍ରାଚ୍ୟରେ ଥିବା ସଂକଟଜନକ ଥିବାବେଳେ ଇସ୍ରାଏଲ ଇରାନର ଆକ୍ରମଣ ପରେ ଏହାର ସମସ୍ତ ବିମାନ ବନ୍ଦର ବନ୍ଦ ରଖିଛି। ଇରାନ ମଧ୍ୟ ନିଜ ବାୟୁସେନା ବନ୍ଦ ରଖିଛି। ଫଳରେ ଏୟାର ଇଣ୍ଡିଆ ବିମାନକୁ ମଝି ଆକାଶରୁ ଫେରିବାକୁ ପଡ଼ିଥିଲା। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ମଧ୍ୟ ସ୍ଥିତି ଉପରେ ନଜର ରଖାଯାଇଛି। ନମ୍ବର 12 ଏଚପିଭି ନିରାକରଣ ଟିକାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜସ୍ଥାନର ଆଜମେର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ହ୍ୟୁମାନ ପାପିଲୋମା ଭାଇରସ ସଂକ୍ରମଣ ନିରାକରଣ ପାଇଁ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କ୍ରମରେ ଭୁବନେଶ୍ୱର କୃଷି ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଉତ୍ସବରେ ହ୍ୟୁମାନ ପାପିଲୋମା ଭାଇରସ ବା ଏଚପିଭି ନିରାକରଣ ପାଇଁ ରାଜ୍ୟବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଏହି ଟିକାକରଣ ଅଭିଯାନ ଏକ ସାଧାରଣ କାର୍ଯ୍ୟକ୍ରମ ନୁହେଁ, ମହିଳାମାନଙ୍କୁ ସୁସ୍ଥ ଓ ସଶକ୍ତ କରିବାର ଏହାର ଲକ୍ଷ୍ୟ। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଏହି ମହତ୍ୱାକାଂକ୍ଷୀ ଅଭିଯାନରେ ଓଡ଼ିଶାର 14ରୁ 15 ବର୍ଷ ବୟସ ମଧ୍ୟରେ ଥିବା ପ୍ରାୟ 3.36 ଲକ୍ଷ ବାଳିକାଙ୍କୁ ଟିକାକରଣ କରାଯିବ। ନମ୍ବର 13 ଶକ୍ତି ନାନୀଙ୍କ ଶକ୍ତି ଓ ବରିଷ୍ଠଙ୍କୁ ଅଣଦେଖା। ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ତେବେ ବିଜେଡି ପକ୍ଷରୁ 2 ଜଣଙ୍କ ନାମ ଘୋଷଣା କରାଯାଇଛି। ସେମାନେ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର ଓ ଡକ୍ଟର ଦତ୍ତେଶ୍ୱର ହୋତା। ଏହାକୁ ନେଇ ଶ୍ରୀମୟୀ ମିଶ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି। ଶକ୍ତି ନାନୀଙ୍କ ଶକ୍ତି ଏବଂ ବରିଷ୍ଠଙ୍କୁ ଅଣଦେଖା କଥା ଉଠାଇ ଶ୍ରୀମତୀ ମିଶ୍ର ବିଜୁ ଜନତା ଦଳକୁ ପରୋକ୍ଷ ନିଶାନା କରିଛନ୍ତି। ଦଳୀୟ ସଂଗଠନ ପ୍ରତି ଅବଦାନ ଓ ଅଭିଜ୍ଞତା ନଥାଇ ପ୍ରାର୍ଥୀ କରାଯାଇଛି ବୋଲି ଶ୍ରୀମୟୀ କହିଛନ୍ତି। ନମ୍ବର 14 7 ଦେଶ ଉପରେ ନିଆଁ ବର୍ଷା କଲା ଇରାନ। ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମାତୃଭୂମିର ରକ୍ଷା ପାଇଁ ଶତ୍ରୁ ପକ୍ଷକୁ ଉଚିତ ଶିକ୍ଷା ଦେବାର ସମୟ ଆସିଯାଇଛି। ଇରାନ ପକ୍ଷରୁ ସୌଦି ଆରବ, ଜର୍ଦାନ, ବାହାରିନ୍, କୁଏତ, କାତାର ଏବଂ ୟୁଏଇରେ ଥିବା ଆମେରିକୀୟ ସୈନ୍ୟ ଘାଟିଗୁଡ଼ିକ ଉପରେ ଜୋରଦାର କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ନମ୍ବର 15 ବିକଶିତ ଭାରତ ପାଇଁ ପ୍ରଯୁକ୍ତି ବିଦ୍ୟା ଓ ଅର୍ଥ ଶୀର୍ଷକ ବଜେଟ୍ ପରିବର୍ତ୍ତେ ୱେବିନାରକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ପାଇଁ ପ୍ରଯୁକ୍ତି ବିଦ୍ୟା ସଂସ୍କାର ଏବଂ ଅର୍ଥ ଶୀର୍ଷକ ବଜେଟ୍ ପରିବର୍ତ୍ତେ ୱେବିନାରକୁ ସମ୍ବୋଧନ କରିବେ। ସାର୍ବଜନୀନ ପୁଞ୍ଜି ବିନିଯୋଗ, ଭିତ୍ତିଭୂମି ବିକାଶ, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସଂସ୍କାର, ପୁଞ୍ଜି ବଜାରକୁ ଅଧିକ ସୁଦୃଢ଼ କରିବା ଏବଂ କର ସଂସ୍କାର ମାଧ୍ୟମରେ ସହଜ ଜୀବନଶୈଳୀ ଉପରେ ୱେବିନାରରେ ଆଲୋଚନା ହେବ। 2026-27 କେନ୍ଦ୍ରୀୟ ବଜେଟର ରହିଥିବା ବିଭିନ୍ନ ପ୍ରସଙ୍ଗ ଆଧାରିତ ବଜେଟ୍ ପରିବର୍ତ୍ତେ ୱେବିନାର ଶୃଙ୍ଖଳାରେ ଏହା ହେବ ପ୍ରଥମ ୱେବିନାର।
ନମ୍ବର 16 ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅଧୀନ ସୁନାପୁରଠାରେ ଥିବା ବାହୁଦା ମୁହାଣରେ ରାଜ୍ୟର ସବୁଠାରୁ ବଡ଼ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପ୍ରକଳ୍ପ ପାଇଁ ପ୍ରାୟ 21,500 କୋଟି ଟଙ୍କା ବ୍ୟୟ ହେବ ବୋଲି ସୂଚନା ମିଳିଛି। 150 MTPA କାର୍ଗୋ ପରିବହନ କ୍ଷମତା ସହିତ ଏହି ବନ୍ଦର ଗଞ୍ଜାମ ଜିଲ୍ଲାର ଆର୍ଥିକ ନକ୍ସାକୁ ପରିବର୍ତ୍ତନ କରିବ ବୋଲି ଅଧିକାରୀମାନେ ଦାବି କରିଛନ୍ତି। ଏହି ପ୍ରକଳ୍ପ ରାଜ୍ୟର ବର୍ତ୍ତମାନ ରହିଥିବା ଧାମରା ବନ୍ଦର, ପାରାଦୀପ ବନ୍ଦର ଓ ଗୋପାଳପୁର ବନ୍ଦରଠାରୁ ବଡ଼ ହେବ ବୋଲି କୁହାଯାଇଛି। ନମ୍ବର 17 ସୁନା ରୂପା ଦରରେ ବଡ଼ ବୃଦ୍ଧି। ଫେବୃଆରୀ ମାସର ଶେଷ ଦିନରେ ସୁନା ଓ ରୂପା ଦରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଶନିବାର ରୂପା ଦର କିଲୋଗ୍ରାମ ପିଛା 25,000 ଟଙ୍କା ବଢ଼ି 3,20,000 ଟଙ୍କାରେ ପହଞ୍ଚିଛି। ସେହିପରି ଆଜି 24 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପିଛା 7,140 ଟଙ୍କା ବୃଦ୍ଧି ଘଟି 1,68,710 ଟଙ୍କାରେ ପହଞ୍ଚିଛି। 22 କ୍ୟାରେଟ୍ ସୁନାର ଦର 6,550 ଟଙ୍କା ବୃଦ୍ଧି ପାଇ 1,54,650 ଟଙ୍କା ରହିଛି। ଫେବୃଆରୀ ମାସର ରୂପା ଦର ଉପରେ ନଜର ପକାଇଲେ ଜଣାଯାଏ ଯେ ଚଳିତ ମାସ 1 ତାରିଖରେ ଏହି ଧାତୁର ମୂଲ୍ୟ କିଲୋଗ୍ରାମ ପିଛା ମଧ୍ୟ 3,20,000 ଟଙ୍କା ରହିଥିଲା। ତେଣୁ ଆଜି ସେହି ସମାନ ସ୍ତରରେ ରହିଛି। ଗତ 18 ତାରିଖରେ ରୂପା ଦର 2,60,000 ଟଙ୍କା ରହିଥିଲା। ସେହିଭଳି ଜାନୁଆରୀ ମାସର ଆରମ୍ଭରେ ରୂପା ଦର କିଲୋଗ୍ରାମ ପିଛା 2,56,000 ଟଙ୍କା ଥିଲା। ତେଣୁ ଚଳିତ ବର୍ଷର ପ୍ରଥମ 2 ମାସରେ ରୂପା ଦର 64,000 ଟଙ୍କା ବା 25% ମହଙ୍ଗା ହୋଇଛି। ନମ୍ବର 18 20 ମାସରେ 109ଟି ପ୍ରକଳ୍ପ 1.76 ଲକ୍ଷ ନିଯୁକ୍ତି ସୃଷ୍ଟି। ମୁଖ୍ୟମନ୍ତ୍ରୀ ଗତ 20 ମାସ ଧରି ରାଜ୍ୟ ସରକାର ବିକଶିତ ଓଡ଼ିଶା ବିକଶିତ ଭାରତ ଦୃଷ୍ଟିକୋଣରୁ ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପରିବର୍ତ୍ତନ, ଭିତ୍ତିଭୂମି ସମ୍ପ୍ରସାରଣ ଓ ସାଂସ୍କୃତିକ ପୁନରୁଦ୍ଧାର ମାଧ୍ୟମରେ ରୂପାୟନ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ ବିକାଶ ମନ୍ଥନ 10 ଗଭର୍ଣ୍ଣାନ୍ସ ଇନ୍ ଆକ୍ସନ କାର୍ଯ୍ୟକ୍ରମର ଉଦ୍ଯାପନୀରେ ଉଦ୍ବୋଧନ ଦେଇ କହିଥିଲେ ଯେ ଦୃଢ଼ ନେତୃତ୍ୱ, ସୁଷ୍ଠ ନୀତି ଓ ସାମୂହିକ ସଂକଳ୍ପ ଦ୍ୱାରା ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଦୟ ହୋଇପାରିଛି। ନମ୍ବର 19 ବିଜେଡିର କାର୍ଯ୍ୟାନୁଷ୍ଠାନ, ବହିଷ୍କୃତ ହେଲେ ପ୍ରଭାତ ବିଶ୍ୱାଳ। ବିଜୁ ଜନତା ଦଳର ବିଜେଡି ଚୌଦାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ପ୍ରଭାତ ବିଶ୍ୱାଳଙ୍କୁ ବିଜେଡି ବହିଷ୍କାର କରିଛି। ରାଜ୍ୟସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କ ବିରୋଧରେ ବୟାନ ପାଇଁ ପ୍ରଭାତଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବହିଷ୍କାର କରିଛନ୍ତି।